ଗାଁ ଗାଁ ରେ ସପ୍ଲାଏ ହଉଛି ଯୋଉ ସପ୍ଲାଇ ପାଣି ଏଇଠୁ ଆମର ଫିଲ୍ଟର ହଉଛି। ପଡିଛି ନା ଏତେ ଗୁଡେ କଣ ରୋହିଟା ଭାଇ ଖାଲି ପୋହଡାଟା ଭାଇ ଏଇଟା କୋଉ ମାଛ ବଡଟା। ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ତ ଏବେ ଆମେ ଜଷ୍ଟ ଘରୁ ବାହାରିକି ଆସିଛୁ ଭାରି ନଦୀକୁ ମାଛ ଆଣିବା ପାଇଁ। ବରଫ ମାଛ ଖାଇ ଖାଇ ଘରେ ପୁରା ବୋରିଂ, ସେଥିପାଇଁ ଆମେ ଆସିଛୁ ଭାରି ନଦୀକୁ ନଦୀ ମାଛ ଆଣିବା ପାଇଁ। ସକାଳୁ ସକାଳୁ ଏତେ ଜୋର ଶୀତ ପଡୁଛି କହିବାରିବି ନାହିଁ। 4, 5, 6, 7ଟା ଏଇଠି ସବୁ ଡଙ୍ଗା। ସେ ଭାଇ ଆସୁଛନ୍ତି ମାଛ ଧରିକି। ମାଛ ନିଆଯାଇନି, ନିଆଯିବ। ଏଠୁ ନିଆଯିବନି, ମାଛ ପଡିଛି ନା ଏତେ ଗୁଡେ କଣ। ଶୀତ ତ ହଉଛି ଭାଇ କେତେ ଜୋରେ। କୋଉ ଡଙ୍ଗା ଏଟା? ହୁଲି ଡଙ୍ଗା, ହୁଲି ଡଙ୍ଗା। ଏଇଟା ହେଲା ହୁଲି ଡଙ୍ଗା। ହୁଲି ଡଙ୍ଗାର ବଡ ଡଙ୍ଗା ଅଛି, ତାପରେ ନା ଯୋଉ କୋଉ ଡଙ୍ଗା ତାକୁ କୁହାଯାଏ ପଟୁଆ। ଠିଆ ଠିଆ ହେଇଛନ୍ତି, ଜୁମ କଲେ ହବ। କେତେ ବାଟରେ ସେ ଏଇଠିକି ଆସିବେ ନା ଆରପଟକୁ ଯିବେ? ସିଏ ବି ଭାଇ ଏଇଠିକି ଆସିବେ? ଭାବିବି ବହୁତ ବହୁତ ହି ସୁନ୍ଦର ଜାଗା। ଭାଇ ଖାଲି ପୋହଡାଟା ଏଇଟା କୋଉ ମାଛ? ଶାଳ। ଭାଇ ଏଇଟା କୋଉ ମାଛ ବଡଟା? ଘୁଛ, ଘୁଛ ନାଇଁ କି? ଏଇଟା ହେଲା ରୋହିଟା। ବଢିଆ ଆଉ କଣ ନବା ଏଇଟା କଣ ଯେ କ୍ରେନ୍ ନା ଭଙ୍ଗା ହେଇକି କ୍ରେନ୍ ଟା ଏଠି ପଡିଛି। ଏବେ ଆମେ ଯାଉଛୁ ଆକ୍ଚୁଆଲି ଦେଖିବା ପାଇଁ ପାଣି ଫିଲ୍ଟର ଯୋଉଠି କରାଯାଏ, କେମିତି କରାଯାଏ ପାଣି ଫିଲ୍ଟର ବହୁତ ବଡ ଆକାରରେ। ବାପରେ ରାସ୍ତା ହେବି ରାସ୍ତା ପୁରା ଏଇଠି ଏଇଠି ଛୋଟ ମୋଟ ଡ୍ୟାମ ଟାଇପ ର ଅଛି। ଆକ୍ଚୁଆଲି ଏଇ ଭିତରେ ଯାଉଛି ପାଣି, ପାଣି ଯାଇକି ସେଇଠି ଫିଲ୍ଟର ହଉଛି। ପୁରା ଯୋଉ ଆମ ଗାଁ ଗାଁ ରେ ସପ୍ଲାଏ ହଉଛି ଯୋଉ ସପ୍ଲାଇ ପାଣି ଏଇଠୁ ଆମର ଫିଲ୍ଟର ହଉଛି। ଏ ହେଲା ବ୍ରାହ୍ମଣୀ ନଦୀ ପାଣି। ବ୍ରାହ୍ମଣୀ ନଦୀ ପାଣିକୁ ଏଠି ନେଇକି ଏଠୁ ଯାଉଛି ପୁରା ପାଣି। ଏଇ ଯୋଉ ହୋଲ ଅଛି, ଗୋଟେ, ଦିଟା, ତିନିଟା, ଚାରିଟା, ପାଞ୍ଚଟା, ଛଅଟା, ସେଇଥିରେ ପାଣି ଭିତରକୁ ଯାଉଛି। ଭିତରକୁ ଗଲା ପରେ ତାପରେ ସେଠୁ ସେ ଫିଲ୍ଟର ପ୍ରୋସେସ ହଉଛି। ଆମେ ଯୋଉ ସବୁ ପାଣି ପିଉଛେ ଏଇଠୁ ଫିଲ୍ଟରିଂ ଷ୍ଟାର୍ଟ ହଉଛି। ଏଇ ନଦୀ ପାଣି ଡାଇରେକ୍ଟଲି ସେଇ ଭିତରକୁ ଯାଉଛି, ତାପରେ ସେଠୁ ଫିଲ୍ଟର ଷ୍ଟାର୍ଟ ହଉଛି। ନାଇଁ ଜଙ୍ଗଲ ନାହିଁ, କିନ୍ତୁ ବହୁତ ବଢିଆ ସିନେରୀ ନା। ଏଇଠି ଆସିବ ପିକନିକ କରିବ, ବହୁତ ବଢିଆ। ଇଏ ହେଲା ଆକ୍ଚୁଆଲି ଛୋଟା ପାଖେ ରାସ୍ତା ପୁରା ଲମ୍ବିକି ଅଛି। ବେଶୀରେ ରହିଲେ କାଦୁଅରେ ରହିଲେ ମହାନଦୀ ମାଛ ପୁରା ତାର ଟେଷ୍ଟ ପୁରା ଅଲଗା। ବଢିଆ ତ ଅଛି ଆଉ। 1, 2, 3 ଜାଣିଥିବେ ନା, ମାନେ ରୋହିରା ବଡ ହେଇଗଲେ ସରି ପୋହଡାରା ବଡ ହେଲେ ରୋହି ହେଇଯାଉଛନ୍ତି। କି ପୋହଡା ମାଛ ଅଲଗା, ପୋହଡା ଅଲଗା ନା। ପୋହଡା ରୋହିଟା ପୋହଡା ବେଶୀ ଦେନି 500 ଇଏ ରେଡି। ମାଛ ତ ଆଣିଲୁ ଭାରି, ଏବେ ଗଲେ ଘରେ ଖାଲି ମାଛ ତରକାରୀ କରି ଖିଆଯିବ।